दिन बेले जहा पढ़ी थिबा राति रे ताहाकू आउ थरे पढ़िबा। दिन बेले स्कूल रे सारे जहा पढ़े थिबे गुरु जहा पढ़े थिबे पढ़ी के आसीथिबा ताकू आसिले राति रे पुणी कोन करबा पुणी थरे पढ़िबा। गाई बाछुरी आस आस खाइब परा दुब घास आरे मोर पुसी खारे जेते खुशी दूध भात मिठा खाइबु घी पिठा। शुभ सकाळ पिला माने आपण मानको आ गोटे क्लास को स्वागत करूची। यार पूर्व क्लास रे आमे पढिथिले विविध पाठ पढिथिले। विविध पाठ रे शब्द लिखिथिले ताको उच्चारण करथिले तार अर्थ बुझिबाकू चेष्टा करथिले। आज लेखिबा किछि सुंदर सुंदर वाक्य उपदेशमूलक वाक्य आउ नित्य सत्य माने सब बेले सत्य किछि सुंदर सुंदर वाक्य। चलंतु आज रे क्लास टी को आरंभ करिया। सकाळ हेलाणी सकाळ हेलाणी सकाळ हेलाणी उठ मुख धुओ। प्रथमे लेखि नबा तापर पढ़िबा आ बुझिबा। उठ मुख धुओ महर्षौ मुख धुओ धर्षौ धु अ। शीतल पवन बहु अछि स दीर्घई सी तल शीतल पवन बहु अछि। बाहरे टिकिए बुली आस। बाहरे टिकिए ए बुली आस। बहर्षौ बु लहर्षै ली आ स बाहरे टिकिए बुली आस। बगीचारे केते फूल फुटी अछि। बगीचारे केते कयकार के तयकार ते केते फूल फुटी अछि। फूल फुटी अछि। आहा फूल किपरि बासु अछि। आहा फूल किपरि बासु अछि। काऊ बोबाऊ अछि। काऊ बोबाऊ अछि। बो बा उ अछि। घर चटिया एठारु उड़ी सेठारे बसु अछि। घर चटिया एठारु उड़ी सेठारे बसु अछि। बसु अछि। कजलपाती गछ उपरे बसी राबु अछि। कजलपाती गछ उपरे बसी राबु अछि। रवाकारे रा बहर्षौ गु राबु अछि। कु कु कोइली डाकु अछि। क दीर्घौ कु क दीर्घौ कु 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 कोइली कोइली डाकु अछि। आस बही घेनी पाठशाला को जिबा। आस जेतेबेले शब्द लेखिबा दुईटी शब्द मझिरे टिके जागा छाड़ी के लेखिबा। आस बही घेनी आस बही घेनी पाठशाला को जिबा। पाठशाला को जिबा
ଅନ୍ତସ୍ଥ ଜ ଅଶ୍ରଇ ଜି ବ ଆକାରେ ବା ଯିବା। ସେଠାରେ ମନ ଦେଇ ପାଠ ପଢିବା। ସ ଏକାର ସେଠାରେ ସେଠାରେ ମନ ଦେଇ ପାଠ ପଢିବା। ଗୁରୁଙ୍କ ଆଦେଶ ମାନିବା। ଗ ହର୍ଷଉକାର ଗୁ ର ହର୍ଷଉକାର ରୁ ଙ୍କ ଆଦେଶ ମାନିବା। ବର୍ଣ୍ଣବୋଧ ବହି ଗୋଟିଏ ବହୁତ ସୁନ୍ଦର ବହି। ଯିଏ ଥରେ ବର୍ଣ୍ଣବୋଧ ବହିକୁ ଭଲ ଭାବରେ ପଢି ନେଇଛି ତା ପାଇଁ ଓଡ଼ିଆ ଭାଷା ବୁଝିବା ଆଉ ଓଡ଼ିଆ ପଢିବା ବହୁତ ସହଜ ହୋଇଯାଇଛି। ଆଉ ସୁନ୍ଦର ସୁନ୍ଦର ବାକ୍ୟ ଲେଖା ଯାଇଛି, ବହୁତ ଉପଦେଶ ମୂଳକ ବାକ୍ୟ ଲେଖା ଯାଇଛି। ବିବିଧ ପାଠରେ 3ଟି ପାରା ଦେଇଛି, ସେଥିରୁ ମୁଁ ପ୍ରଥମ ପାରାଟିକୁ ଲେଖିଛି। ଚାଲନ୍ତୁ ପଢିବା ଆଉ ଥରେ ବୁଝି ନେବା। ସକାଳ ହେଲାଣି, ଏଗୁଡିକ ସବୁ ନିତ୍ୟ ସତ୍ୟ, ମାନେ ସଦାବେଳେ ସତ କଥା ଆଉ ନିତ୍ୟ ବ୍ୟବହାର ଜିନିଷରୁ ଲେଖା ଯାଇଛି। ସକାଳ ହେଲାଣି, ସକାଳ ସକାଳ ସଦାବେଳେ ହେଉଛି, ରାତି ହେଉଛି, ରାତି ପାଇକି ସକାଳ ହେଉଛି। ଉଠ ମୁଖ ଧୁଅ, ସକାଳେ ଉଠିଲେ କଣ କରିବ? ମୁଖ ଧୁଅ, ମୁଖ ମାନେ ମୁହଁ, ମୁହଁ ଧୁଅ। ଶୀତଳ ପବନ ବହୁଅଛି, ସକାଳୁ ଥଣ୍ଡା ଥଣ୍ଡା ପବନ ବହେ, ଶୀତଳ ମାନେ ଥଣ୍ଡା। ଶୀତଳ ପବନ ବହୁଅଛି, ବାହାରେ କେମିତିଆ ପବନ ବହୁଛି? ଥଣ୍ଡା ଥଣ୍ଡା ପବନ ବହୁଛି, ଶୀତଳ ପବନ ବହୁଛି। ବାହାରେ ଟିକେ ବୁଲି ଆସ, ବାହାରେ ଟିକିଏ ବୁଲି ଆସ, ବାହାରକୁ ଯାଇକି ଟିକିଏ ବୁଲି ଆସ। ରାତି ସାରା ଶୋଇଛେ, ଭଲ ଲାଗୁନି, ସକାଳୁ ଉଠିଲେ ମୁହଁ ଧୋଇଲେ ବାହାରେ ଥଣ୍ଡା ପବନରେ ଟିକେ ବୁଲି ଆସିଲେ, ବାହାରେ ଚାରି ପାଖକୁ ଟିକେ ଦେଖି ଆସିଲେ ଟିକେ କଣ ଲାଗିବ? ଭଲ ଲାଗିବ, ମନକୁ ଖୁସି ମିଳିବ, ଭଲ ଲାଗିବ। ବଗିଚାରେ କେତେ ଫୁଲ ଫୁଟି ଅଛି, ଫୁଲ ସଦାବେଳେ ଫୁଟୁଛି। କୋଉଠି ଫୁଟୁଛି? ବଗିଚାରେ, ଯୋଉଠି ଆମେ ଗଛ ପତ୍ର ଲଗାଉଛେ, ଫୁଲ ଗଛ ଲଗାଉଛେ। ବଗିଚା ମାନେ କଣ? ଯୋଉଠି ବହୁତ ସାରା ସୁନ୍ଦର ସୁନ୍ଦର ଫୁଲ ଫଳ ଗଛ ଲଗା ଯାଇଥାଏ ତାକୁ କୁହାଯାଏ ବଗିଚା। ବଗିଚାରେ କେତେ ଫୁଲ ଫୁଟି ଅଛି, ବଗିଚାରେ ବହୁତ ସାରା ସୁନ୍ଦର ଆଉ ବିଭିନ୍ନ ରଙ୍ଗର ଫୁଲ ଫୁଟି ଅଛି। ଆହା ଫୁଲ କିପରି ବାସୁଅଛି, ଆହା ୱା ଫୁଲ କେମିତି ସୁନ୍ଦର, କେତେ ଭଲ ବାସ୍ନା ହଉଛି। ଆମେ କହୁଛେ ନା ଖୁସି ହେଇକି, ଆହା ଫୁଲ କିପରି ବାସୁଅଛି, ଫୁଲ କେମିତି ବାସ୍ନା ହଉଛି। କାଉ ବୋବାଉ ଅଛି, ସକାଳୁ କାଉ ରାବ ଦିଏ, କାଉ ବୋବାଏ କା କା କରି, କାଉ ବୋବାଉ ଅଛି। ଘର ଚଟିଆ ଏଠାରୁ ଉଡି ସେଠାରେ ବସୁଅଛି, ଯେତେବେଳେ ବଗିଚାରେ ବୁଲିବା ଛୋଟ ଛୋଟ ପକ୍ଷୀ ଆଉ କାଉ ଏସବୁ ଜିନିଷ ଆମେ ଦେଖିବାକୁ ପାଇଥାଉ, ପ୍ରଜାପତି ଏସବୁ ଜିନିଷ ଦେଖିବାକୁ ପାଇଥାଉ, ସେଥିପାଇଁ ଏଥିରେ ବର୍ଣ୍ଣନା କରାଯାଇଛି। ଘର ଚଟିଆ ଏଠାରୁ ଉଡି ସେଠାରେ ବସୁଅଛି, ଘର ଚଟିଆ ଗୋଟିଏ ଛୋଟିଆ ପକ୍ଷୀ, ସିଏ ଏଇ ଗଛରୁ ଉଡିକି ସେଇ ଗଛକୁ ଯାଉଛି, ଏଇ ଫୁଲ ଗଛରୁ ଉଡିକି ସେଇ ଫୁଲ ଗଛକୁ ଯାଉଛି। ଏଠାରୁ ଉଡି, ଗୋଟେ ଜାଗାରୁ ଉଡି, ସେଠାରେ ବସୁଅଛି, ଆଉ ଗୋଟେ ଜାଗାରେ ଯାଇକି ବସୁଛି। କଜଳପାତି ଗଛ ଉପରେ ବସି ରାବୁଅଛି, କଜଳପାତି, କଜଳପାତି କଳା ରଙ୍ଗର ବି ଗୋଟିଏ ପକ୍ଷୀ, ସିଏ ଗଛ ଉପରେ ବସିକି ରାବ ଦେଉଛି। କୁ କୁ କୋଇଲି ଡାକୁଅଛି, କୋଇଲି କିପରି ଡାକେ? କୁ କୁ କରି, କୁ କୁ ଏହିପରି କରେ ନା, ତ କୋଇଲି ଡାକୁଅଛି କିପରି? କୁ କୁ କୋଇଲି ଡାକୁଅଛି। ଆସ ବହି ଘେନି ପାଠଶାଳାକୁ ଯିବା, ସକାଳୁ ଉଠିଲେ ମୁହଁ ଧୋଇଲେ ବାହାରେ ବୁଲି ଆସିଲେ ଆଉ ବିଭିନ୍ନ ପ୍ରକାର ପଶୁ ପକ୍ଷୀକୁ ଦେଖିଲେ, ତାପରେ କଣ କରିବା? ଜଳଖିଆ ପତ୍ର କିଛି ଖାଇକି ପାଠଶାଳାକୁ ଯିବା, ପାଠ ପଢିବା। ଆସ ବହି ଘେନି ପାଠଶାଳାକୁ ଯିବା, ଆସ ସମସ୍ତେ ମିଶିକି ବହି ଘେନିକି, ବହି ଘେନି ମାନେ କଣ? ନେଇକି, ସାଙ୍ଗରେ ବହି ନେଇକି ପାଠଶାଳାକୁ ଯିବା। ପାଠଶାଳା ମାନେ କଣ? ଯୋଉଠି ପାଠ ପଢାଯାଏ, ସ୍କୁଲ କିମ୍ବା ଯୋଉଠି ତୁମେ ସବୁ ଟ୍ୟୁସନ କରୁଛ ସେ ଜାଗାକୁ ବି ପାଠଶାଳା କୁହାଯାଏ। ବହି ଘେନି ପାଠଶାଳାକୁ ଯିବା, ସେଠାରେ ମନ ଦେଇ ପାଠ ପଢିବା, ସେଠାରେ କଣ କରିବା? ମନ ଦେଇ ପାଠ ପଢିବା, ଇଆଡେ ସିଆଡେ ହବାନି, ପାଠ ପଢିଲା ବେଳେ ମନ ଦେଇ ପାଠ ପଢିବା। ଗୁରୁଙ୍କ ଆଦେଶ ମାନିବା, ଗୁରୁଙ୍କ ଆଦେଶ ମାନିବା ମାନେ କଣ? ଯିଏ ପାଠ ପଢାନ୍ତି ଶିକ୍ଷକ ଗୁରୁ, ସିଏ ଯାହା କହିବେ ତାଙ୍କର କଥା ମାନିବା। ବୁଝିଲ ଏସବୁ ବାକ୍ୟ ଗୁଡିକ? ଚାଲନ୍ତୁ ଆଉ କିଛି ସୁନ୍ଦର ସୁନ୍ଦର ବାକ୍ୟ ଲେଖିବା। ବେଳ ବୁଡିଲାଣି, ବ ଏକାରେ ବେଳ ବୁଡିଲାଣି,
ବୁଡ଼ିଲାଣି। ବେଳ ବୁଡ଼ିଲାଣି, ପାଠଶାଳା ଛୁଟି ହେଲାଣି। ପାଠଶାଳା ଛୁଟି ହେଲାଣି। ଘରକୁ ଯିବା ଚାଲ। ଘରକୁ ଯିବା ଚାଲ। ଘରେ ବହି ଥୋଇ ଦେଇ ମା ଯାହା ଖାଇବାକୁ ଦେବେ ତାହା ଖାଇବା। ଘରେ ବହି ଥୋଇ ଦେଇ ମା ଯାହା ଖାଇବାକୁ ଦେବେ ତାହା ଖାଇବା। ଖାଇସାରି ଲୁଚକାଳି ଖେଳିବା। ଖାଇସାରି ଲୁଚକାଳି ଖେଳିବା। ଖେଳି ସାରିଲେ ବାପା ଯାହା କହିବେ ତାହା କରିବା। ଖେଳି ସାରିଲେ ବାପା ଯାହା କହିବେ ତାହା କରିବା। ଦିନ ବେଳେ ଯାହା ପଢିଥିବା ରାତିରେ ତାହାକୁ ଆଉଥରେ ପଢିବା। ଦିନ ବେଳେ ଯାହା ପଢିଥିବା ରାତିରେ ତାହାକୁ ଆଉଥରେ ପଢିବା। ତାହାକୁ ଆଉଥରେ ପଢିବା। ପଢିବା। ପାଠ ସାରି ଭାତ ଖାଇ ଶୋଇବା। ପାଠ ସାରି ଭାତ ଖାଇ ଶୋଇବା। ରେବତୀର ଘରେ ଢୋଲ ବାଜୁଅଛି। ରେବତୀ ତ ଦୀର୍ଘଇତି ରେବତୀ ର ଘରେ ଢୋଲ ବାଜୁଅଛି। ଢୋଲ ବାଜୁ ଅଛି। କୈଳାସର ଭଉଣୀ ଗୌରୀ ବହି ପଢୁଅଛି। କୈଳାସର ଭଉଣୀ ଗୌରୀ ଗୌରୀ କେମିତି ହେବ? ଗ ଔକାର ଗୌ ର ଦୀର୍ଘଇରି ଗୌରୀ ବହି ପଢୁଅଛି। ବହି ପଢୁ ଅଛି। ବେଳ ବୁଡ଼ିଲାଣି। ବେଳ ବୁଡ଼ିଲାଣି ମାନେ ସନ୍ଧ୍ୟା ହେବାକୁ ବସିଲାଣି। ସୂର୍ଯ୍ୟ ଢଳି ଗଲେଣି। ସକାଳ ହେଉଛି, ସକାଳୁ ଦ୍ୱିପ୍ରହର ହେଉଛି, ଦ୍ୱିପ୍ରହରରୁ ଉପର ବେଳା ହେଉଛି, ତାପରେ ସନ୍ଧ୍ୟା ହେଉଛି। ବେଳ ବଢିଲାଣି ମାନେ କଣ? ବେଳ ସନ୍ଧ୍ୟା ହେବାକୁ ଲାଗିଲାଣି। ବେଳ ବୁଡ଼ିଲାଣି। ବେଳ ବୁଡ଼ି ଆସିଲାଣି, ସରିଗଲାଣି। ପାଠଶାଳା ଛୁଟି ହେଲାଣି। ସାଧାରଣତଃ 10ଟାରୁ 4ଟା ପାଠଶାଳା ଖୋଲା ହୋଇଥାଏ ବା ବିଦ୍ୟାଳୟ ଖୋଲା ହୋଇଥାଏ, ସ୍କୁଲ ଖୋଲା ହୋଇଥାଏ। ସେଇଥିପାଇଁ କୁହାଯାଉଛି ଯେ ବେଳ ବୁଡ଼ିଲାଣି, ସମୟ ସରି ଆସିଲାଣି। ଦ୍ୱିପ୍ରହରରୁ ଉପର ବେଳା ହେଇଗଲାଣି, ସନ୍ଧ୍ୟା ହୋଇଯିବ ଏଥର। ପାଠଶାଳା ଛୁଟି ହେଲାଣି।
स्कूल छुट्टी हो गलानी 4टा बेले स्कूल छुट्टी हो जाए दिन बेला जो स्कूल चले पाठशाला छुट्टी हेलानी पाठशाला छुट्टी हो गलानी घर को जीवा चाल एथर कौन करबा घर को जीवा घरे बही थोई देई माँ जहा खाइबा को देबे ताहा खाइबा घरे जाई कौन करबा घरे बैग नेकी जाइथिबा स्कूल बही बस्तानी रखिदबा बही बस्तानी रखिदे माँ जहा खाइबा को देबे बहुत समय स्कूल रे रहला पर भोक लागुथिबो माँ जहा करिथिबे खाइबा को देबे ताहा खाइबा खाई सारी लुचकाली खेलिबा दिन सारा पाठ पढ़ी जाए विरक्त होइके अछे त टिके समय कोन करबा खेलिबा संग साथी मिसिकरी खेलिबा खाई सारी लुचकाली खेलिबा खाई सारी कोन करबा लुचकाली खेलिबा लुचकाली को इंग्लिश रे कोन कहंती हाइड एंड सीक हाइड एंड सी पिला माने कहंती खाई सारी लुचकाली खेलिबा लुचकाली गोटे प्रकारर खेल जणे लुचि थाए आ जणे ताकू खोजिकी बाहर करे लुचकाली खेलिबा खेली सारिले बापा जहा कहिबे ताहा करिबा खेली सारला परे बापा माँ को घरे आमे सहाय्य करिबा बापा जो काम कहिबे से काम करिबा दिन बेले जहा पढ़िथिबा राति रे ताहाकू आउ थरे पढ़िबा दिन बेले स्कूल रे सारे जहा पढ़ेथिबे गुरु जहा पढ़ेथिबे पढ़ी के आसीथिबा ताकू आसिले राति रे पुणी कोन करबा पुणी थरे पढ़िबा जदि एमिति पढ़िबा ताहाले कोन हेबो से पाठ बेसी दिन पर्यंत मने रही थाए जहा पढ़िथिबा राति रे ताहाकू आउ थरे पढ़िबा पाठ सारी भात खाई सोइबा पाठ पढ़ी सारला पर कोन करबा भात खाइबा ओडिसा रे आमे साधारणतः कोन खाइ थाउ भात खाइ थाउ भात चाउल धान हेउची हमर प्रधान खाद्य भात खाइ थाउ तो भात खाई सोइबा रेवती रो घरे ढोलो बाजू अछि रेवती गोटे पिलार ना ता घरे कोन बाजुची ढोलो गारे सब घर थाए साई पड़िसा होइकी रही थांदी लोक माने तो रेवती रो घरे ढोलो बाजू अछि ढोलो समस्त जानिचो बाजा ढोलो ढोलो बाजुची ढोलो बाजू अछि कैलासर भौणी गौरी बही पढ़ु अछि कैलास गोटे पिला तार भौणी गौरी कैलासर भौणी गौरी बही पढ़ु अछि कोन करू अछि बही पढ़ु अछि चलतु किछि सुंदर सुंदर पद पढ़ला भलिया वाक्य लिखिबा आ ताकू पढ़िबा गाई बाछुरी आस आस खाइब परा दुब घास मोर पाखरे हुओ छिड़ा खाइब जेबे घास बिड़ा आरे मोर पुसी खारे जेते खुशी दूध भात मिठा खाइबु घी पिठा मो पाखरे बसी खारे मोर पुसी सुंदर सुंदर वाक्य होइछि ना आ भलो पद भी पढुछि चलतु लिखिबा आ ताकू पढिबा गाई बाछुरी आस आस गाई बाछुरी आस आस खाइब परा दुब घास खाइब परा द दीर्घ दुब घास मोर पाखरे पुओ छिड़ा मोर मौकार मोर पाखरे पा ख रे पुओ छिड़ा हर्षौ उ छिड़ा छ हर्षइछि ड़ आकारे डा मोर पाखरे हुओ छिड़ा खाइब जेबे घास बिड़ा खाइब जेबे ज एकार जे ब एकार बे जेबे घास बिड़ा घास बिड़ा आरे मोर पुसी आरे मोरो पुसी खारे जेते खुशी खारे जेते खुशी दूध भात मिठा दूध भात मिठा खाइबु घी पिठा
ଖାଇବୁ ଘି ପିଠା ମୋ ପାଖରେ ବସି ଖାରେ ମୋର ପୁଷି। ଗାଈ ବାଛୁରୀ ଆସ ଆସ। ଗାଈ ବାଛୁରୀ, ଗାଈ ତାର ଛୋଟ ପିଲାକୁ ବାଛୁରୀ କୁହାଯାଏ। ଗାଈ ବାଛୁରୀ ଆସ ଆସ, ଗାଈ ବାଛୁରୀ ଆସ। ଖାଇବ ପରା ଦୁବ ଘାସ। ଖାଇବ କଣ? ଦୁବ ଘାସ। ଦୁବ ଗୋଟେ ଛୋଟ ଛୋଟ ଘାସ, ଗ୍ରୀନ କଲର ଛୋଟ ଛୋଟ ଘାସ ହୋଇଥାଏ, ତାକୁ ଦୁବ ଘାସ କୁହାଯାଏ। ଗାଈର ପ୍ରିୟ ଖାଦ୍ୟ ଘାସ ହୋଇଥାଏ। ଦୁବ ଘାସ ଖାଏ। ଆଗରୁ ପ୍ରତି ଘରେ ଗାଈ ପାଳନ କରାଯାଉଥିଲା। ଗାଈ ମାନେ ସାଧାରଣତଃ ଚରିବାକୁ ଯାଉଥିଲେ, ଘାସ ଖାଇବାକୁ ଯାଉଥିଲେ। ଏବେ ସେଇ ସବୁ ଜିନିଷ ଆଉ ଦେଖିବାକୁ ମିଳୁନି, ଧୀରେ ଧୀରେ ଲୋପ ପାଇଗଲାଣି। ଖାଇବ ପରା ଦୁବ ଘାସ। ଗାଈ ବାଛୁରୀଙ୍କୁ ଡକା ଯାଉଛି, ଗାଈ ବାଛୁରୀ ଆସ ଆସ, ଖାଇବ ପରା ଦୁବ ଘାସ। ଦୁବ ଘାସ ଖାଇବ ପରା ଆସ। ମୋର ପାଖରେ ହୁଅ ଛିଡ଼ା। ମୋ ପାଖରେ ଆସିକି ଠିଆ ହୁଅ। ହୁଅ ଛିଡ଼ା ମାନେ ଠିଆ ହୁଅ। ଖାଇବ ଯେବେ ଘାସ ବିଡ଼ା। ଯଦି ଘାସ ବିଡ଼ା ଖାଇବାକୁ ଇଚ୍ଛା ଅଛି ତାହେଲେ ମୋ ପାଖରେ ଆସିକି ଠିଆ ହୁଅ। ଆରେ ମୋର ପୁଷି। ଆମେ ଘରେ ସବୁ ପୁଷି ବି ପାଳୁଛେ। ପୁଷି ମାନେ କଣ? ବିଲେଇ। ଆରେ ମୋର ପୁଷି ଖାରେ ଯେତେ ଖୁସି। ଆ ମୋ ପୁଷି ମୋ ପାଖକୁ ଆସେ, ଖାରେ ଯେତେ ଖୁସି, ଯେତେ ମନ ହଉଛି ସେତେ ଖୁସିରେ ଖା। ଦୁଧ ଭାତ ମିଠା ଖାଇବୁ ଘି ପିଠା। ଖାଇବାରେ କଣ ହେଇଛି? ଦୁଧ ଭାତ। ବିଲେଇକୁ ସାଧାରଣତଃ କ୍ଷୀର ଭାତ ପସନ୍ଦ ହୋଇଥାଏ, ସେଥିପାଇଁ କୁହାଯାଇଛି ଆରେ ମୋର ପୁଷି ଖାରେ ଯେତେ ଖୁସି। କଣ ଖାଇବ? ଦୁଧ ଭାତ ମିଠା। କଣ ଖାଇବ? ଦୁଧ ଭାତ। ଦୁଧ ମାନେ କ୍ଷୀର, କ୍ଷୀର ଗୋଳେଇକି ଭାତ ଖାଇବ। ଦୁଧ ଭାତ ମିଠା। ଦୁଧ ଭାତ କେମିତି ଲାଗେ? ବହୁତ ଟେଷ୍ଟି ଲାଗେ, ଖାଇବାକୁ ଭଲ ଲାଗେ। ଖାଇବୁ ଘି ପିଠା। ଆଉ କଣ ଖାଇବ? ଖାଇବୁ ଘି ପିଠା। ଘି ପିଠା ମାନେ ଘିଅରେ ତିଆରି ପିଠା। ଘିଅରେ ତିଆରି ପିଠା ମା କରନ୍ତି। କଣ? ଆରିସା, କାକରା, ଏସବୁ ପିଠା ଘିଅରେ ତିଆରି ହୁଏ। ମୋ ପାଖରେ ବସି ଖାରେ ମୋର ପୁଷି। ମୋ ପାଖରେ ବସ, ପୁଷି ମୋ ପାଖରେ ବସ, ଖାରେ ଯେତେ ଖୁସି। ତୋର ଯେତେ ଇଚ୍ଛା ହେଉଛି ସେତେ ଖୁସିରେ ଖା। ମୋ ପାଖରେ ବସି ଖାରେ ମୋର ପୁଷି। ମୋ ପାଖରେ ବସିକରି ଯେତେ ଖୁସି, ଯେତେ ମନ ହେଉଛି ଖା। ପିଲାମାନେ ଆଜିର କ୍ଲାସରେ ଆମେ ପଢିଲେ ବିବିଧ ପାଠ, ସୁନ୍ଦର ସୁନ୍ଦର ଶବ୍ଦ ଲେଖିଲେ, ଆଉ ସୁନ୍ଦର ସୁନ୍ଦର ବାକ୍ୟ ପଢିଲେ, ଉପଦେଶ ମୂଳକ ବାକ୍ୟ ପଢିଲେ, ନିତ୍ୟ ସତ୍ୟ କିଛି ବାକ୍ୟ ପଢିଲେ, ତାକୁ ବୁଝିବାକୁ ଚେଷ୍ଟା କରିଲେ। ପଦ ପଢୁଥିବା ଏହିପରି ସୁନ୍ଦର ସୁନ୍ଦର ଛୋଟ ଗୀତ ପଢିଲେ। ଆଜିର କ୍ଲାସଟିକୁ ଏଇଠି ରଖିବା।